ମଣିଷ ନିଜର ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ବଣ ଜଙ୍ଗଲକୁ ଆସେ ବଣଭୋଜି କରିବା ପାଇଁ। ଆଜି ସାପକୁ ଆସିଛନ୍ତି ଆମର କିଛି ବାହାରୁ ପର୍ଯ୍ୟଟକ ମାନେ ବଣଭୋଜି କରିବା ପାଇଁ। ଆସନ୍ତୁ ପଚାରି ବୁଝିବା କେମିତି ବଣଭୋଜି ସ୍ଥଳ ଅଛି, ବଣଭୋଜି ସ୍ଥଳର ପରିବେଶ ତାଙ୍କୁ କେମିତି ଆକୃଷ୍ଟ କରିଛି, ଆଉ ବଣଭୋଜି ସ୍ଥଳର କେମିତି କ'ଣ ଏନ୍ଜୟ କରୁଛନ୍ତି। ସାପ ବଣଭୋଜି ସ୍ଥଳକୁ ବାହାରୁ ଆସିଛନ୍ତି, କୋଉଠୁ ଆସିଛନ୍ତି, କେମିତି ଆସିଛନ୍ତି, ଆଉ କେମିତି ଏନ୍ଜୟ କରୁଛନ୍ତି ତାଙ୍କୁ ପଚାରି ବୁଝିବା। ଆସନ୍ତୁ, କ୍ୟାମେରାମ୍ୟାନକୁ ଅନୁରୋଧ କରିବି ମୋ ସହିତ ଆସିବେ। ଭାଇ ଆପଣ କୋଉଠୁ ଆସିଛନ୍ତି? ବାଙ୍କି ଘୋଳପୁର ସମ୍ପଡ଼ା। ବାଙ୍କି ଘୋଳପୁର ସମ୍ପଡ଼ା ମାନେ ପାଖାପାଖି 70 କିଲୋମିଟର ଦୂରରୁ ଆସିଛନ୍ତି। ନାଇଁ ଆଜ୍ଞା। ହଁ, ଆପଣଙ୍କୁ ସାପ ବଣଭୋଜି ସ୍ଥଳ କେମିତି ଲାଗୁଛି? ବଢ଼ିଆ ଲାଗୁଛି ଆଜ୍ଞା, ବଢ଼ିଆ ପରିବେଶ ଏଠାର। ବହୁତ ବଢ଼ିଆ। କେତେ ଜଣ ସବୁ ଆସିଛନ୍ତି? ଆମେ ଦୁଇଟା ବୋଲରରେ ଆସୁ, 16 ଜଣ ଖଣ୍ଡେ ଆସୁ। ଆଚ୍ଛା, ସାପୁଆ ବଣଭୋଜି ସ୍ଥଳ ବିଷୟରେ ଆଗରୁ କିଛି ଜାଣିଥିଲେ? ନାଇଁ ଶୁଣିଥିଲୁ। ଆଚ୍ଛା, ସାପୁଆ ବଣଭୋଜି ସ୍ଥଳ ଆଜି ସୋମବାର, ଆଜି ତ ବେଶୀ ଲୋକ ଆସିନାହାନ୍ତି, ଆଜ୍ଞା। ଭିଡ଼ ସମୟରେ ଆସିଥିଲେ ନିହାତି ଏନ୍ଜୟ କରିଥାନ୍ତେ। ତଥାପି ଆପଣଙ୍କୁ ଏଇ ପରିବେଶ କେମିତି ଲାଗୁଛି? ବଢ଼ିଆ ଲାଗୁଛି ଆଜ୍ଞା। ବହୁତ ବହୁତ ଧନ୍ୟବାଦ। ତରଫରୁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା। ବଣଭୋଜିର ସମୟ ଆପଣମାନେ ଆସିଛନ୍ତି, କୋଉଠୁ ଆସିଛନ୍ତି, ଆପଣଙ୍କ ପରିଚୟ କ'ଣ ଆଜ୍ଞା? ବାଙ୍କି ଘୋଳପୁର ଏଠି 8ଗଡ଼ ଉଭୟ ପିଲା ମିଶିକି ଆମେ ଆସିଛୁ। ଆପଣଙ୍କ ନାମ କ'ଣ? ଆମର ମହେନ୍ଦ୍ର ଖଟୁଆ। ମହେନ୍ଦ୍ର ଖଟୁଆ। କେତେ ଜଣ ଆସିଛନ୍ତି? ଆମେ 20 ଜଣ ପିଲା, ଛୋଟ 20 ଜଣ ପିଲାମାନେ ଆସିଛନ୍ତି। ଆଉ ବାଙ୍କି ଯୋଉ ଆମର ସାପୁଆ ପର୍ଯ୍ୟଟନ ସ୍ଥଳ କେମିତି ଆପଣଙ୍କୁ ଲାଗୁଛି? ନାଇଁ ବଢିଆ ପରିବେଶ, ଭଲ ସୁନ୍ଦର ଲାଗୁଛି। ସୁନ୍ଦର, ଆହୁରି ଆସିବାକୁ ଚେଷ୍ଟା କରିବୁ। ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ। BMC ଟିଭି ଓଡ଼ିଆ ତରଫରୁ ସ୍ୱାଗତ, ଶୁଭେଚ୍ଛା ଶୁଭକାମନା। ବଣଭୋଜିର ସମୟ, ଆପଣ ଆସିଛନ୍ତି, କୋଉଠୁ ଆସିଛନ୍ତି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ। ମୋ ନାଁ ବିଘ୍ନେଶ ପାଲ। ଆମେ ରହୁଛୁ ରାଉରକେଲାରେ, କିନ୍ତୁ ମୁଁ ଭୁବନେଶ୍ୱରରେ ପଢ଼ୁଛି, ଯେହେତୁ ଭୁବନେଶ୍ୱର ଏଠିକି ଆସିଛି ବୁଲିବା ପାଇଁ। କେମିତି କ'ଣ ଲାଗିଲା ଆପଣଙ୍କୁ ଏଇ ପର୍ଯ୍ୟଟନ ସ୍ଥଳୀ ବିଷୟରେ, କେମିତି କ'ଣ ଲାଗିଲା? ଜାଗାଟା ବହୁତ ବଢ଼ିଆ ହେଇଛି, ଯେହେତୁ ଏଇ ଜାଗାରେ ତ ଭଲ ଅଛି। ସେଥିରେ ଯେଉଁ ଲୋକମାନଙ୍କ ପାଇଁ ବସିବା ପାଇଁ ଆଉ ପିକନିକ୍ କରିବା ପାଇଁ ଯେଉଁ ଜାଗା ସବୁ ବନେଇ ଦେଇଛନ୍ତି, ସୁବିଧା କରିଦେଇଛନ୍ତି, ସେଇଟା ଆହୁରି ବଢ଼ିଆ ଲାଗୁଛି। ମାନେ ଜାଗାର ମାଧୁର୍ଯ୍ୟଟାକୁ ବଢ଼େଇ ଦେଉଛି ଆହୁରି। ବହୁତ ବଢ଼ିଆ। ଆଚ୍ଛା, ଆପଣ ଆଜି ଏକୁଟିଆ ଆସିଛନ୍ତି ନା ଆପଣଙ୍କ ସହିତ ଆଉ କିଏ ଆସିଛନ୍ତି? ହଁ, ସହିତ ମୋ କାକା ଆସିଛନ୍ତି, ଆଉ ଜଣେ ଭାଇ ଆସିଛନ୍ତି। ଆଗାମୀ ଦିନରେ ଏଇ ପର୍ଯ୍ୟଟନ ସ୍ଥଳୀରେ ଆଉ କ'ଣ ବିକାଶ ହେବାର ଆପଣ ଭାବୁଛନ୍ତି? କ'ଣ ଆଉ ବିକାଶ ହେଲେ ବେଶୀ ଏହାର ମାନେ ଗୁରୁତ୍ୱ ରହିବ? ଏବେ ତ ଚାଲିଛି ସବୁ ଯେଉଁ ସୋଲାର ପ୍ୟାନେଲ ବଗେରା ସବୁ ଲାଗୁଛି, ଏଇଗୁଡ଼ା ତ ସବୁ ଭଲ ଜିନିଷ, ଏଗୁଡ଼ା ଲାଗିବା କଥା। ଆଉ ବିକାଶ ଏଇଟା ତ ଚାଲିଛି, ଏବେ ପର୍ଯ୍ୟନ୍ତ ପୁରା ସେ କମ୍ପ୍ଲିଟ୍ ହେଇନି। କମ୍ପ୍ଲିଟ୍ ହେଇସାରିଲା ପରେ ଜଣାପଡ଼େ ଆଉ କ'ଣ ହେବ। ତେବେ ଆପାତତଃ ଆଗାମୀ ଦିନରେ ଆଉ ଥରେ କେବେ ଆସିବେ ନିହାତି ପ୍ଲାନିଂ ରଖୁଛନ୍ତି? ହଁ, ମୁଁ ଆସୁଛି, ମୁଁ ତ ଏଇଠି ରେଗୁଲାର ଆସୁଛି, ସବୁବେଳେ ଆସିବି। ଏଇଟା ଯେହେତୁ ଆମ ଗାଁର ଗୋଟେ ଭଲ ଜାଗା, ଆଉ ମାନେ ଲୋକ ପରିଚିତ ଜାଗା ହେଲାଣି, ଏବେ ସବୁବେଳେ ଆସିବି। ବହୁତ ବହୁତ ଧନ୍ୟବାଦ। BMC ଟିଭି ଓଡ଼ିଆ ଢେଙ୍କାନାଳ ଡିଷ୍ଟ୍ରିକ୍ଟ କରେସ୍ପଣ୍ଡେଣ୍ଟ ବିଭୁ ପ୍ରସାଦ।